କେହି ଜଣେ ବହୁତ ସୁନ୍ଦର କଥା କହିଛନ୍ତି। ସମ୍ପର୍କ ସବୁବେଳେ ଚନ୍ଦନ କାଠ ଭଳି ହେବା ଉଚିତ। କାଠର ଖଣ୍ଡ ଯେତେ ହଜାର ଖଣ୍ଡ ହେଇଯାଉ, କିନ୍ତୁ ତାର ସୁଗନ୍ଧ କେବେ ହଜିଯିବା ଉଚିତ ନୁହେଁ। ଜୟ ଶ୍ରୀରାମ। ମୁଁ ମନ୍ଦାକିନୀ ସ୍ୱାଗତ କରୁଛି ମନ୍ଦାକିନୀ ଭକ୍ତି ଲାଇଭ। ଆଜି ଆପଣମାନଙ୍କୁ ଗୋଟେ ଛୋଟ କାହାଣୀ କହିବି। ଏହି କାହାଣୀଟି ଜଣେ ଓକିଲ ସାହେବ କହିଥିଲେ। ଓକିଲ ସାହେବ କୁହନ୍ତି, ଦିନେ ସେ ତାଙ୍କ ଚାମ୍ବରରେ ବସିଥିଲେ। ହଠାତ୍ ଜଣେ ବ୍ୟକ୍ତି ବହୁତ ରାଗରେ ତାଙ୍କ ଚାମ୍ବର ଭିତରକୁ ଆସିଲା। ଦେହରେ ଧଳା ପୋଷାକ ଥିଲା, କିନ୍ତୁ ସେଥିରେ ମାଟି ଲାଗିଥିଲା। ଖରାରେ ମୁହଁ ପୁରା କଳା ପଡିଯାଇଥିଲା। ମୁହଁରେ ଚିନ୍ତା, ରାଗ ଓ ବ୍ୟସ୍ତତା ସ୍ପଷ୍ଟ ଦେଖାଯାଉଥିଲା। ତାଙ୍କ ହାତରେ କାଗଜ ପତ୍ରର ଏକ ବଣ୍ଡଲ ଥିଲା। ସେ ସମସ୍ତ କାଗଜ ଆଣିକି ତାଙ୍କ ଟେବୁଲ ଉପରେ ଥୋଇ ଦେଇକି ରାଗରେ କହିଲେ, ଓକିଲ ସାହେବ, ମତେ ଗୋଟେ ଫ୍ଲାଟ୍ ଉପରେ ଷ୍ଟେ ଅର୍ଡର ଦରକାର। ଆପଣ ଷ୍ଟେ ଲଗେଇ ଦିଅନ୍ତୁ। କେତେ ଖର୍ଚ୍ଚ ହେବ? କେଉଁ କେଉଁ କାଗଜ ଦରକାର ମତେ କୁହନ୍ତୁ। ଓକିଲ ସାହେବ ତାଙ୍କୁ କହିଲେ, ପ୍ରଥମେ ବସନ୍ତୁ ଏବଂ ଶାନ୍ତ ହୁଅନ୍ତୁ। ତାପରେ ତାଙ୍କୁ କହିଲେ ଯେ ଆପଣ ବସନ୍ତୁ, ମୁଁ ଏସିର ତାପମାତ୍ରା କମେଇ ଦଉଛି, ଯେମିତି ଆପଣଙ୍କର ମୁଣ୍ଡଟା ଟିକେ ଥଣ୍ଡା ଲାଗିବ ଏବଂ ଶାନ୍ତ ହେଇକି ବସନ୍ତୁ। ତାପରେ ସେ ତାଙ୍କ ଅଫିସ ବୟକୁ ଡାକି ଥଣ୍ଡା ପାଣି ଏବଂ କୋଲ୍ଡ ଡ୍ରିଙ୍କସ୍ ମଗେଇଲେ। ତାପରେ ସେ କହିଲେ ତାଙ୍କୁ, ଆପଣ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କର କାମ ହେଇଯିବ, କିନ୍ତୁ ମତେ ପ୍ରଥମେ କୁହନ୍ତୁ ଆପଣ ଚାହୁଁଛନ୍ତି କଣ? ଓକିଲ ସାହେବ ତାଙ୍କୁ ପଚାରୁଛନ୍ତି। ତାଙ୍କ ସହ ପ୍ରାୟ ଅଧଘଣ୍ଟା କଥା ହେଲେ। ତାଙ୍କ ସମସ୍ୟା କଣ, ସେ କଣ କହିବାକୁ ଚାହୁଁଛନ୍ତି, ସବୁ ବୁଝିବାକୁ ଚେଷ୍ଟା କଲେ। ତାପରେ ସେ ତାଙ୍କୁ ହାତ ଯୋଡ଼ି ନମସ୍କାର କରି କହିଲେ, ଆପଣ 4 ଦିନ ପରେ ପୁଣି ଆସନ୍ତୁ। ମୁଁ ଏହି ସମସ୍ତ କାଗଜପତ୍ର ଭଲ ଭାବରେ ଯାଞ୍ଚ କରିନେବି। ତାପରେ ଆପଣଙ୍କ ମାମଲା କିପରି ସମାଧାନ କରାଯାଇପାରିବ ଆପଣଙ୍କୁ କହିବି। ମତେ ଟିକେ ସମୟ ଦିଅନ୍ତୁ। 3-4 ଦିନ ପରେ ସେ ବ୍ୟକ୍ତି ପୁଣି ଆସିଲେ। ମୁହଁରେ ସେଇ ରାଗ, ସେଇ ଚିନ୍ତା, ସେଇ ଅବସ୍ଥା। ତାପରେ ଓକିଲ ସାହେବ ତାଙ୍କୁ କହିଲେ, ବସନ୍ତୁ। ଆଜି ଆପଣ କିଛି କହିବା ପୂର୍ବରୁ ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁଛି। ଓକିଲ ସାହେବ କହିବା ଆରମ୍ଭ କରିଦେଲେ, ଆପଣଙ୍କ ସହ ମୋର ଯେତିକି କଥାବାର୍ତ୍ତା ହେଇଛି ଏବଂ ଆପଣ ଯେଉଁ କାଗଜପତ୍ରକୁ ଦେଇଛନ୍ତି, ସେ ସବୁ ଦେଖି ମତେ ଲାଗୁଛି ଯେ ସବୁ କିଛି ଠିକ ବୁଝା ପଡୁଛି ଏବଂ ମୁଁ ଯାହା ବୁଝିଛି ଆଜି କେବଳ ସେତିକି ଆପଣଙ୍କୁ କହିବାକୁ ଚାହୁଁଛି। ତାଙ୍କୁ ଓକିଲ ସାହେବ କହିଲେ, ଆପଣ, ଆପଣଙ୍କ ସାନ ଭାଇ ଏବଂ ଆପଣଙ୍କ ଭଉଣୀ, ଆପଣମାନେ 3 ଜଣ। ଆପଣଙ୍କ ମା ବାପା ଆପଣମାନଙ୍କୁ ପିଲାଦିନେ ହିଁ ଛାଡିକି ଚାଲି ଯାଇଥିଲେ। ମା ବାପା ଚାଲିଯିବା ପରେ ଆପଣ ହିଁ ଘରର ସବୁଠାରୁ ବଡ ସଦସ୍ୟ ଥିଲେ। ନିଜ ସାନ ଭାଇ ଓ ଭଉଣୀଙ୍କ ଯତ୍ନ ଆପଣ ମା ବାପାଙ୍କ ଭଳି ନେଇଥିଲେ। ଆପଣ ନିଜ ଭଉଣୀକୁ ଭଲ ଭାବରେ ପାଠ ପଢାଇଲେ, ତାପରେ ତାଙ୍କ ବିବାହ ମଧ୍ୟ କରାଇଦେଲେ। ଆଉ ଆପଣଙ୍କ ସାନ ଭାଇ ପାଇଁ ତ ଆପଣ ନିଜର ସମସ୍ତ ଜୀବନ ଲଗାଇଦେଲେ। ଆପଣଙ୍କ ପ୍ରତ୍ୟେକ ନିଶ୍ୱାସ ଯେମିତି ତା ପାଇଁ ଥିଲା। ଆପଣ ନିଜେ କେବଳ 9ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ପାରିଲେ, କିନ୍ତୁ ନିଜ ଭାଇକୁ ଆଜି ଜଣେ ଇଞ୍ଜିନିୟର କରେଇଛନ୍ତି। ଆପଣ କହିଥିଲେ, ପିଲାଦିନେ ଦିନେ ଆପଣଙ୍କ ଭାଇକୁ ଗୋଟେ ବଳଦ ଶିଙ୍ଗରେ ଆଘାତ କରିଥିଲା। ସେତେବେଳେ ତାଙ୍କ ଦେହରୁ ବହୁତ ରକ୍ତ ବାହାରୁଥିଲା। ଗାଁରେ ହସ୍ପିଟାଲ ନଥିଲା, ତେଣୁ ଆପଣ ତାଙ୍କୁ କାନ୍ଧରେ ବୋହି 5 କିଲୋମିଟର ଦୂର ହସ୍ପିଟାଲକୁ ନେଇଯାଇଥିଲେ। ଆପଣ ନିଜ ଭାଇଙ୍କ ପାଇଁ ସବୁ କିଛି କରିଥିଲେ। କ୍ଷେତରେ ମଜୁରୀ କରିଥିଲେ, ଅନେକ ଦିନ ଭୋକିଲା ରହିଥିଲେ। ନିଜ ଦେହରେ ଭଲ ପୋଷାକ ନଥିଲା, କିନ୍ତୁ ଭାଇ ପାଇଁ କୌଣସି ଅଭାବ ରଖିନଥିଲେ। ଏମିତିକି ଦିନେ ଯେତେବେଳେ ଆପଣଙ୍କ ଭାଇ ଅସୁସ୍ଥ ହୋଇ ପଡ଼ିଲେ ଏବଂ ଡାକ୍ତର କହିଲେ ଯେ ତାଙ୍କୁ କିଡନୀ ଦରକାର, ସେତେବେଳେ ଆପଣ ନିଜର ଗୋଟେ କିଡନୀ ମଧ୍ୟ ତାଙ୍କୁ ଦାନ କରିଥିଲେ। ଆପଣ ତାଙ୍କୁ କହିଥିଲେ, ତୁ ଭଲ ହେଇଯା, ତୁ ଯେତେ ବଡ଼ ଅଧିକାରୀ ହେ, ମୁଁ ତ ଗାଁରେ ରହି ଚାଷ କରିବି। ତୁ ତୋ ଜୀବନକୁ ଭଲ ଭାବରେ ବଞ୍ଚ, ଭଲ ଭାବରେ ପଢ଼ ଏବଂ ଜଣେ ବଡ଼ ଅଧିକାରୀ ହ। ଆପଣଙ୍କ ଭାଇ ଯେତେବେଳେ ଇଞ୍ଜିନିୟରିଂ କଲେଜରେ ଆଡମିସନ ନେଲେ, ସେତେବେଳେ ବର୍ଷକୁ 80,000 ଟଙ୍କା ଫିସ୍ ଥିଲା। ସେଇ ଫିସ୍ ମଧ୍ୟ ଆପଣ ଦେଇଥିଲେ। ତାଙ୍କୁ ମାଷ୍ଟର୍ସ ପଢ଼ାଇବା ପାଇଁ କି ଆହୁରି ଭଲ ବିଶ୍ୱବିଦ୍ୟାଳୟରେ ଆଡମିସନ କରାଇଥିଲେ। ତାଙ୍କ ପାଇଁ କି ଯାହା କିଛି ସମ୍ଭବ ଥିଲା ସବୁ କିଛି କରିଥିଲେ। ପର୍ବପର୍ବାଣୀରେ ତାଙ୍କ ପାଇଁ କି ଲଡୁ ନେଇକି ଯାଉଥିଲେ, ମିଠା ନେଇ ଯାଉଥିଲେ। ତାଙ୍କ ଜୀବନରେ କେବେ କୌଣସି ଅଭାବ ହେବାକୁ ଦେଇନଥିଲେ। ଭାଇ ଯେତେବେଳେ ଇଞ୍ଜିନିୟର ହେଲେ, ଆପଣ ସାରା ଗାଁକୁ ଖାଇବାକୁ ଦେଇ ଉତ୍ସବ କରିଥିଲେ। ତାପରେ ଆପଣଙ୍କ ଭାଇ କହିଥିଲେ,
भाई मते इंजीनियरिंग कॉलेज रे गोटे झियो पसंद हेची, भाई मोर विवाह ता सह करई दियो। आपण तांको सेही इच्छा मध्ये पूर्ण करथिले, बहुत धूमधाम रे तांको विवाह करथिले, किंतु सेठारु ही कहानी बदली गला। आपणको भाई बदली गले, से घर को आसीबा कमाई देले, टंका पठाइबा मध्ये बंद कर देले। से कहिले भाई सहर रे बहुत खर्च, तमे बुझी परिबनी। आउ एबे निकट रे से गोटे फ्लैट किनिचंती। आपण पचारिले टंका केउठु आसिला? से कहिला लोन नेइची। एबे सेही लोन सुझिबा पई से आपण को कहउचंती आपण निज जमीर अधा बिक्री करि दियंतु, मोर भाग मते देई दियंतु। ए कथा आपण को बहुत कष्ट देइची एवं सेति पई आपण रागिचंती ना। आपण कहउचंती मो जीवन रे भाग बोली शब्दटी तो केबे आसी नथिला, मु केबे भाबी नथिली जे आम भितरे भाग बंटा हेबो। एही रागरे आपण निज सान भाई किनिथिबा फ्लैट उपरे स्टे ऑर्डर लगाइबा को चाहउचंती। मु ठीक कहउची तो? वकील साहब तांको पचारुचंती। से भाई साहब कहले हां आपण संपूर्ण ठीक कहउचंती। तापर वकील साहब कहले टिके आउरी सुनंतु, मु आपण को आश्वासन देउची आपण को काम हे जीवो। आपण को भाई रो सेही फ्लैट उपरे मु स्टे ऑर्डर आनी देबी। एमिति कि आपण को भाई जेउ संपत्ति किनिचंती सेथिरे आपण को भाग्य मध्ये दाबी करि परिबे। किंतु भाई साहब मते केवल दुईटी प्रश्नर उत्तर दियंतु। आपण निज पई जेउ किडनी दान करथिले, से किडनी कोन आपण को पाखु पुणी फेरी आसीबो? आ सेही समयटी कोन पुणी फेरी आसीबो जेतेबेले आपण को सान भाई रक्त रे जुडुबुडु हेइथिले एवं आपण तांको कांधरे बोही 5 किलोमीटर दूर को हॉस्पिटल नै जाइथिले। आपण तांको पई जेउ समस्त जीवनर मुहूर्त उत्सर्ग करि दैछंती, से समय कोन पुणी फेरी आसीबो? आपण निजर संपूर्ण जीवन तांको पई लगाई दैछंती। से जीवनर मूल्य ए फ्लैट रो मूल्य ठारू अनेक गुण अधिक। ए फ्लैट रो मूल्य आपण देइथिबा सेही अमूल्य समय आगरे किछि नुए, यार मूल्य शून्य। तेणु आपण काहे कि कोर्ट कचेरी चक्कर रे पडुछंती? एथिरु दूरेई जांतु। आपणको भाई जहा करिछंती ताको भूली जांतु। से भूल रास्ता रे चली जाइछंती, किंतु आपण सेही रास्ता रे जांतु नै। आपणको भाई चिंता रे गरीब होई पारंती, किंतु आपण दिलदार थिले, आजि मध्ये दिलदार रुहंतु। आपण सब बेले निज हाथ ऊपर रखिछंती, आगु मध्ये सेही हाथ ऊपर करी रखंतु। निज पिला मानकु पाठ पढांतु, सेमानकु शिक्षा दियंतु एवं भल शिक्षा दियंतु। एबे निज जीवन सेमानक पई कि उत्सर्ग करंतु। होई पारे आपणको भाई पाठ पढ़ा परे बदली गले, निज संस्कार भूली गले, किंतु मु आपणको भरोसा देउची आपणको पिला माने एमिति हेबेनी। वकील साहब एति कहउथिबा बेले सामना रे बसिथिबा सेही भाई आखिरे लुह आसीथिला, किंतु से निजको संभाળી नेले। हाथ जोड़ी वकील साहेब को नमस्कार कले एवं कहिले ठीक अछि, मते बुझाई देथिबा पई आपण मानकु बहुत धन्यवाद। आपण को बहुत धन्यवाद। एतिकी कहि से सेठु चली गले। वकील साहब कहले से लोकटी चली जिबा परे मते लागिला बोधुए से मो परे रागी गला। बोधुए भाबुथिबे मु वकील पाखकु निज काम करेबा को आस्थिली, किंतु ए वकीलटा मते ज्ञान देई देला। मते लागिला बोधुए से एबे अन्य जने वकील पाखकु जीवो एवं निज काम कराई फ्लैट ऊपर स्टे नै आसीबो, किंतु सेमिति किछि हेला नै। तापरे 6 वर्ष बीती गला। दिन हठात से व्यक्ति पुणी वकील साहेब को चैम्बर को आसिला। एथर तांको चेहरा रे बयसर छाप देखा जाउथिला। तांको सह जने पुओ थिला, हाथ रे मिठा पैकेट थिला। से वकील साहेब को कहिले सर आपण को धन्यवाद देबा को आसीची। वकील साहेब तांको चिन्हि पारले नै। तापरे से कहिले अरे आपण आसंतु बसंतु। से व्यक्ति कहिले आज मु बसिबा को आसिनी, आज मु आपण को मिठा खाइबा पई आसीची। आपण से दिन जे कथा कहिथिले कोर्ट कचेरी चक्कर रे पड़ नाही, भाई ठारू प्रतिशोध नेबार समय नष्ट कर नाही, निज पिला मानक पाठ पढ़ा रे ध्यान दियो। मु सेही कथा मानिथिली सर, आज मो पुओ डाक्टर होई जाईची। केवल सेतिकी नुहे, से हम गाँ रे गोटे हॉस्पिटल मध्ये खोलीची। आज मु आपन को से खुशीर मिठा खुआइबा पई आसीची, कारण एही मिठार प्रकृत हकदार हेउचंती आपण। आउ मो भाई को कथा जदि पचारुचंती से मध्ये मते क्षमा मागिची, आ मु ताको क्षमा मध्ये करि देइची। एटा गोटे छोट कहानी, किंतु यह हमको बहुत बड़ कथा सिखाई दिए। जीवन रे राग हमर सब किछि नष्ट करि देई पारे, किंतु सेही राग को जदि आमे सठिक दिगरे मोड़ी देबा तेबे आमे निजर एवं निज लोक मानक जीवन को सुंदर करि परिबा। जदि सेही व्यक्ति
ସେତେବେଳେ ରାଗରେ ପ୍ରତିଶୋଧ ନେବାର ରାସ୍ତା ବାଛିଥାନ୍ତି, ତେବେ ସେ ନିଜେ ବର୍ବାଦ ହୋଇଯାଇପାରନ୍ତି ଏବଂ ତାଙ୍କ ପରିବାର ମଧ୍ୟ ବର୍ବାଦ ହେଇଯାଇଥାନ୍ତା। ସେ ହୁଏତ ଜୀବନ ସାରା ସେଇ ରାଗର ନିଆଁରେ ଜଳୁଥାନ୍ତେ, କିନ୍ତୁ ସେ ନିଜ ରାଗକୁ ଏମିତି ଏକ ଦିଗରେ ମୋଡ଼ିଦେଲେ ଯେଉଁଠାରେ ନିଜ ପିଲାମାନଙ୍କ ଜୀବନକୁ ସୁନ୍ଦର କରିବାର ସୁଯୋଗ ତାଙ୍କ ପାଖରେ ଥିଲା। ମନେ ରଖନ୍ତୁ, ଜୀବନରେ ନିଜ ରାଗକୁ ସଠିକ ଦିଗରେ ମୋଡ଼ିବା ବହୁତ ଜରୁରୀ। ସବୁବେଳେ ଉପରବାଲାଙ୍କ ଆଶୀର୍ବାଦ ସହିତ, ନିଜ ଲୋକମାନଙ୍କ ଭଲ ପାଇବା ସହିତ ଏବଂ ନିଜର ପରିଶ୍ରମ ସହିତ ଆଗକୁ ବଢି ଚାଲନ୍ତୁ। ଦେଖନ୍ତୁ, ଜୀବନରେ ଏମିତି ବହୁତ ଥର ଆସିବ, ଆପଣଙ୍କର ପ୍ରିୟଜନ, ଆପଣଙ୍କର ସମ୍ପର୍କୀୟ, ଆପଣଙ୍କର ଲୋକ ଆପଣଙ୍କୁ ଧୋକା ଦେଇପାରନ୍ତି, ଆପଣଙ୍କ ସହିତ ଅନ୍ୟାୟ କରିପାରନ୍ତି, କି ଜୀବନରେ କିଛି ବି ସିଚୁଏସନ ଆସିପାରେ। ସେଠି ଶାନ୍ତ ରୁହନ୍ତୁ, ରାଗକୁ ନଷ୍ଟ କରିଦିଅନ୍ତୁ ଏବଂ ସେଇ ରାଗକୁ ପଜିଟିଭ ଦିଗରେ ନିଜକୁ ବଦଳାଇବା ପାଇଁ ଗୋଟେ ଷ୍ଟେପ ଆଗକୁ ନିଅନ୍ତୁ। ରାଗରେ କିଛି କହିବା, ରାଗରେ କିଛି ଷ୍ଟେପ ନେବା କେବଳ ବିପଦକୁ ଡାକି ଆଣେ। ଯିଏ ବି ଆଜି ପର୍ଯ୍ୟନ୍ତ ରାଗରେ କିଛି କହିଛି କିମ୍ବା ରାଗରେ କିଛି କରିଛି, କେବଳ ନିଜର କ୍ଷତି କରିଛି। ଯଦି ଆପଣଙ୍କ ଜୀବନରେ ପ୍ରୋବ୍ଲେମ ଅଛି, ତାହେଲେ ଭଗବାନଙ୍କୁ ସମର୍ପଣ କରି ଶାନ୍ତ ରୁହନ୍ତୁ, କାହିଁକି ନା ରାଗିବା ଦ୍ୱାରା କୌଣସି ସମସ୍ୟାର ଆଜି ପର୍ଯ୍ୟନ୍ତ ସମାଧାନ ହେଇନି। ଜଣେ ଶାନ୍ତ ବ୍ୟକ୍ତି ହିଁ ପ୍ରତ୍ୟେକ ପରିସ୍ଥିତିର, ପ୍ରତ୍ୟେକ ଘଟଣାର ସମାଧାନ ବାହାର କରିପାରେ। ଶାନ୍ତ ହୁଅନ୍ତୁ, ଦୀର୍ଘ ନିଶ୍ୱାସ ନିଅନ୍ତୁ, ଭଗବାନଙ୍କୁ ସ୍ମରଣ କରି ସବୁ ପରିସ୍ଥିତିର ବାଟ ବାହାର କରନ୍ତୁ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ। ଦେଖା ହେବା ଆଗାମୀ ଭିଡ଼ିଓରେ। ଜୟ ଶ୍ରୀରାମ। ଧନ୍ୟବାଦ।